ତୋରି ତୋ ପାଇଁ ଧାରାବାହିକରେ ଆପଣମାନେ ଦେଖିବେ ଯଶୋଦା କହିବେ କେମିତି ଏ ଝିଅକୁ ବୁଝେଇବେ ମୁଁ କିଛି ବି ବୁଝିପାରୁନି। ଏମିତି ହେଲେ ସେ କେମିତି ଲଢ଼ିବ? ମଞ୍ଜୁ କହିବେ ଦୁର୍ଗା ମାଙ୍କ ହୃଦୟ ଏତେ ସଫ୍ଟ କେମିତି? ଆରେ ଯୋଉ ପରିବାର ତାଙ୍କ ସହିତ ଏତେ ଅନ୍ୟାୟ କରିଛନ୍ତି ସେ ତାଙ୍କୁ ଟିକେ ବି ଦୁଃଖରେ ଦେଖିପାରୁନାହାନ୍ତି। ସେ ତା କାନ୍ଦେ ପକାଉଛନ୍ତି। ଯଶୋଦା କହେ ଦେବୀ ମା ଯେମିତି କ୍ରୋଧ ଆଉ ସ୍ନେହ ଏ ଦୁଇକୁ ଏକା ସାଥିରେ ନିଜ ପାଖରେ ସାଇତି ରଖିଥାନ୍ତି ଅସନା ଦେବାବେଳେ ଦେବତାମାନଙ୍କୁ ନ୍ୟାୟ ଦେଇ ସେମିତି ମୋ ଝିଅ ଦୁର୍ଗା ଏ ଦୁନିଆରେ ଯଦି ଖରାପ ନଥାନ୍ତା ତାହେଲେ ଦଣ୍ଡ ବି ନଥାନ୍ତା। ଆଉ ଯଦି ସମସ୍ତେ ଭଲ ହୋଇଯାଇଥାନ୍ତେ ତାହେଲେ ଦଣ୍ଡର କିଛି ଆବଶ୍ୟକ ବି ଏପଟେ ଚିକି କହିବେ ଯୋଉ ଚିକିକୁ ଜମାସ ତଳୁ ମୁଁ କତେଇ ସାରିଛି ତା ତମେ କାହିଁକି ବାହାରକୁ ଆଣିବାକୁ ଚେଷ୍ଟା କରୁଛ ମମି? ମୋ ପରିବାର, ମୋ ପରିଚୟ, ମୋ ପାପା ସବୁକିଛି ମୋଠୁ ଛଡ଼େଇ ନେଇଛି ସେ ରୁହେ। ଆଉ ସେ କଷ୍ଟକୁ ମୁଁ ଆଜି ପର୍ଯ୍ୟନ୍ତ ମନ ଭିତରେ ଚାପିକି ରଖିଛି। ହେଲେ ମମି ଏତେ କଷ୍ଟ ମତେ କାହିଁକି ଦଉଛ? ମୋ ନିଜ ଲୋକମାନଙ୍କ ଘୃଣା ମୁଁ ଆଉ ସହିପାରୁନି। ସାମ୍ନା କରିପାରୁନି ମୁଁ ତାକୁ। ଏବେ ମତେ ମୋ ପରିବାର, ମୋ ପରିଚୟ ଦରକାର। ମତେ ମୋ ଅଧିକାର ଦରକାର। ତା ସହିତ ରାମଙ୍କ ଠାରୁ ପ୍ରତାରଣାର କାରଣ ବି ଜାଣିବା ମୋ ପାଇଁ ନିହାତି ଦରକାର। ତମେ ସେଇ ରୋହିର ସାଥ କେମିତି ଦେଇପାରୁଛ ମମି? ଏପଟେ ରାମ କହିବେ ତମେ ଜାଣିଛ ନା ମୁଁ କିଛି ବି ଭୁଲ କରେନି। ତାହେଲେ ମତେ ଏମିତି କାହିଁକି କଷ୍ଟ ଦେଉଛ? ମୋ ଚିକିଙ୍କୁ କାହିଁକି ମୋ ଠାରୁ ଦୂରେଇ ରଖିଛ? କି ଭୁଲ କରିଛି ମୁଁ ଦେବୀ ମା? ଜବାବ ଦିଅ ମତେ। ଏ ଝିଅ ଯଦି ଚିକି ନୁହଁ ତାହେଲେ ମୋ ହୃଦୟର ସ୍ପନ୍ଦନ କାହିଁକି ବାର ବାର କହୁଛି ଯେ ସେ ହିଁ ମୋ ଚିକି? ଦେବୀ ମା ମତେ ତ ମୋ ଦଣ୍ଡ ମିଳିସାରିଛି। ଆଉ ଏବେ କଣ ବାକି ଅଛି ଯେ ତମେ ଏସବୁ କରୁଛ? ହେଲେ ମୁଁ ଏ କଥା ଜମା ବି ମାନିପାରିବିନି ଯେ ସେ ମୋ ଚିକି ନୁହନ୍ତି ବୋଲି କି ମୋ ଚିକି ଏ ଦୁନିଆରେ ଆଉ ନାହାନ୍ତି ବୋଲି। ଯୋଉ ଝିଅକୁ ମୁଁ ଡେଲି ଡେଲି ମୋ ଆଖି ସାମ୍ନାରେ ଦେଖୁଛି ସେ ହିଁ ମୋ ଚିକି। ହେଲେ ଏବେ ମୁଁ ମୋ ଭଲ ପାଇବାକୁ ଏ ଦୁନିଆ ସାମ୍ନାକୁ ଆଣିକି ହିଁ ରହିବି। ଏପଟେ ଚିକି କହିବେ ଏ ଦୁନିଆରେ ଆଉ ଭଲ ପାଇବା ନାହିଁ। ଆଉ ଏ ଦୁନିଆରେ ଚିକି ଭଳି ଲୋକର ବଞ୍ଚିବାର କୌଣସି ଅଧିକାର ନାହିଁ। ଏଠି ତ ସବୁବେଳେ ଅନ୍ୟାୟ ଚାଲେ। ଆଉ ରୁହି ଭଳି ଲୋକମାନେ କେବଳ ସବୁବେଳେ ଜିତି ଆସିଛନ୍ତି। ସେଥିପାଇଁ ତ ମୁଁ ଚିକିରୁ ଏବେ ଦୁର୍ଗା ହେଇସାରିଛି। ଆଉ ମୁଁ ଏଇ ପରିଚୟ ନେଇ ଏବେ ବଞ୍ଚିବାକୁ ଚାହୁଁଛି। ଏବେ ମୁଁ ମୋ ପ୍ରତିଶୋଧ ନିଶ୍ଚୟ ନେବି। ଏପଟେ ରାମ କହିବେ ମୋ ଭଲ ପାଇବାକୁ ପୁଣି ଥରେ ଦୁନିଆ ସାମ୍ନାକୁ ଆଣିବେ। ନିଶ୍ଚୟ ଆଣିବେ। ମୁଁ ଭଲ ପାଇବାକୁ ସବୁ ବାଧା ବିଘ୍ନ ଆଉ ତମ ରଚନାକୁ ଭୁଲ ପ୍ରମାଣିତ କରି ବାହାରକୁ ଆସିବାକୁ ହିଁ ପଡ଼ିବ। ଆଉ ଏଇଟା ହେଉଛି ଏ ରାମ ଅଗସ୍ତିର ପ୍ରତିଜ୍ଞା। ଏପଟେ ଚିକି କହିବେ ପ୍ରଥମ ଦିନ ରୋହିତା ଦଣ୍ଡ ପାଇଛି। ଏବେ ତମ ପାଳି ମିଷ୍ଟର ଅଗସ୍ତି। ଏବେ ତମକୁ ତମ କଲାକର୍ମର ଦଣ୍ଡ ମିଳିବ। ଏବେ ତମଠୁ ପ୍ରତାରଣାର ସବୁ କାରଣ ମୁଁ ଜାଣିକି ହିଁ ରହିବି। ତା ପରଦିନ ରୁହି ଘରକୁ ଫେରି ଆସିବେ। ମାଧବୀ କହିବେ ମା ଯଦି ଆମେ ଠିକ୍ ଟାଇମ୍ରେ ଆମ ଝିଟିପିଟିକୁ ଡିଷ୍ଟାନ୍ସ କରିକି ସେଠୁ ନ ଆଣିଥାନ୍ତେ ତାହେଲେ ଭାବିଲ ସେଇ ପୋଡ଼ାମୁହିଁ ଚିକି ଆମ ଝିଟିପିଟିର କି ଅବସ୍ଥା କରିଥାନ୍ତା? କାମିନୀ କହିବେ ଦଣ୍ଡ ତ ମୁଁ ସିଏ ଶତ୍ରୁ ପାଆନ୍ତୁ। ମୁଁ ସିଆ ନୁହଁ। ଆଉ ମୁଁ ତଥା ମୋ ସିଆର କେହି କିଛି ବି କ୍ଷତି କରିପାରିବେନି। ଏହି ସମୟରେ ଧନଞ୍ଜୟ ଆସି କହିବେ କାମିନୀ ତମ ନାତୁଣୀଙ୍କ ଗଡ଼ ଯେତିକି ଆସିନି ଯେ ତମେ ତାର ଏତେ ସେବା କରୁଛ। ଆରେ ଇଏ ପରା ପାଗଳଖାନାରୁ ଫେରିଛି। ଆଉ ଦୁର୍ଗାକୁ ଧନ୍ୟବାଦ ଦିଅ ଯେ ତା ପାଇଁ ତମ ନାତୁଣୀ ଆଜି ଭଲ ହେଇ ଫେରିଛି। ଆଉ ମତେ ଏମିତି ଚାହିଁଛୁ କଣ? ମୁଁ ତ ଅଜା। ଦୁର୍ଗା ସିନା ତତେ ପାଗଳଖାନାକୁ ପଠାଇ ଦେଇଥିଲା। ହେଲେ ମୁଁ ତତେ ସେଠିକି ପଠାଇବିନି। ସିଧା ଯମପୁରକୁ ପଠାଇଦେବି। ସେ ତତେ ସେଠି ପାଗଳ ବୋଲି ନୁହଁ ବରଂ ସିଧା ତୋ ତଣ୍ଟିକୁ ଚିପି ଉପରକୁ ପଠାଇଦେବେ। ଆଉ ତୋ ପାଗଳାମି ସେଇଠି ସିଧା ଛାଡ଼ିଯିବ। କାମିନୀ କହିବେ ତମେ ଯଦି ମୋ ସିଆ ପାଇଁ ଭଲ କଥା କହିପାରିବନି ତାହେଲେ ଏମିତି କଥା କହିବା ବି ବନ୍ଦ କର। ଧନଞ୍ଜୟ କହିବେ କାମିନୀ ଭଲ କଥା କହିବାକୁ ତ ମୋର ଭାରି ଇଚ୍ଛା। ହେଲେ କଣ କରିବେ? ଆରେ ଭଲ ଲୋକ ଥିବା ଦରକାର ଭଲ କଥା ଶୁଣିବା ପାଇଁ। ହେଲେ ଏଠି ତ ସେମିତି କେହି ନାହାନ୍ତି। ଆରେ ପୋଡ଼ା ଅଙ୍ଗରମାନଙ୍କ ଆଗରେ ଭଲ କଥା କହିକି ଆଉ ଲାଭ ବା କଣ? ଏପଟେ ଚିକି ଘରକୁ ଫେରିବେ। ଆଉ ରୁହିଙ୍କୁ ସେ ଦେଖିବେ। ରୁହି କହିବେ କଣ ହେଲା ମତେ ଦେଖିକି ସକ୍ ହେଇଗଲୁ? ଚିକି କହିବେ ତୁ ଏଠିକି କେମିତି ଆସିଲୁ? ତୁ ତ ମେଣ୍ଟାଲ ଆସାଇନମେଣ୍ଟରେ ଥିଲୁ ନା? ରୁହି କହିବେ ମତେ ଦେଖିକି ତତେ ସକ୍ ଲାଗିଲା ନା? ମୁଁ ଜାଣିଥିଲି। ଆରେ ଯେତେବେଳେ ମୁଁ ପାଗଳ ହିଁ ନୁହଁ ତାହେଲେ ସେମାନେ ମତେ ସେଠି ରଖିବେ କାହିଁକି? ଡକ୍ଟର ବି ଏ କଥା ମାନିଗଲେ।
ଆଉ ସେ ମୋତେ ଡିସଚାର୍ଜ କରିଦେଲେ। କ'ଣ ଭାବିଥିଲେ ତୁ ଟଙ୍କା ଦେଇକି ସେମାନଙ୍କୁ କିଣିକି ମୋତେ ପାଗଳ ବୋଲି ପ୍ରୁଭ୍ କରିଦେବୁ ଆଉ ମୁଁ କିଛି ବି କରିପାରିବିନି? ଆରେ ତୋ ଡକ୍ଟର ଏବେ ବି ମୋ କବ୍ଜାରେ ଅଛି ଆଉ ସେ ଏବେ ମୋ କାମ କରିବ। ଚିକି କହିବେ ମୁଁ ଜାଣିଥିଲି ଏମିତି କାମ ତୁ ହିଁ କରିପାରିବୁ। ମୁଁ ତ ବାସ୍ ତୋର ଭଲ ଚାହୁଁଥିଲି, ସେଥିପାଇଁ ତୋର ଟ୍ରିଟମେଣ୍ଟ ହଉ ବୋଲି ଚାହୁଁଥିଲି। କାମିନୀ କହିବେ ମୋ ନାତୁଣୀର ଭଲମନ୍ଦ ଚିନ୍ତା କରିବା ତୋର କିଛି ବି ଦରକାର ନାହିଁ। ସେ ପୁରାପୁରି ଠିକ୍ ଅଛି। ରୁହି କହିବେ ଆଇ ସେସବୁ କଥା ଛାଡ଼ ନା, ଏବେ ତ ୟାକୁ ଏ ଘର ଛାଡ଼ିକି ଯିବାକୁ ପଡ଼ିବ। ଆଉ ତୋର ଯାହା ଟଙ୍କା ମୁଁ ତତେ ଦେଇଦେବି, ହେଲେ ତୁ ଏବେ ଏଠୁ ଚାଲିଯା।